Cari fratelli e sorelle, buona Pasqua. Cari fratelli e sorelle, buona ସମସ୍ତଙ୍କୁ ଖ୍ରୀଷ୍ଟ ପ୍ରେମରେ ମୋର ଆନ୍ତରିକ ନମସ୍କାର। ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଏ ନ୍ୟୁଜ୍ଟା ତ ଆପଣ ନିହାତି ଶୁଣିଥିବେ, କାରଣ ଏଇ ଯେଉଁ ନ୍ୟୁଜ୍ ଏମିତି ଭାଇରାଲ ହେଉଛି ଏ ନ୍ୟୁଜ୍, କାରଣ ଜଣେ ମହାନ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଅଛି, ପୋପ୍ ଫ୍ରାନ୍ସିସ୍। ଯଦି ଆମେ ପୋପ୍ ତାଙ୍କର ଯଦି ପଦବୀ ବିଷୟରେ ଆମେ ଚିନ୍ତା କରିବା, ଇଏ ହେଉଛି ଆମର ଖ୍ରୀଷ୍ଟିଆନ ସମାଜରେ ସବୁଠାରୁ ବଡ଼ ପଦବୀ ହେଉଛି ପୋପ୍। ହଁ ପ୍ରିୟ ବନ୍ଧୁଗଣ, ପୋପ୍ ଫ୍ରାନ୍ସିସ୍ ଯିଏକି ସେ ପଦବୀରେ ଥିଲେ, କିନ୍ତୁ 30 ଏପ୍ରିଲ 2025 ମସିହା ସକାଳ 7ଟା ବେଳେ ତାଙ୍କର ମୃତ୍ୟୁ ହୋଇଗଲା, ତାଙ୍କର ନିଧନ ହୋଇଗଲା, ଯେଉଁଟାକି ବହୁତ ବଡ଼ ଦୁଃଖର ବିଷୟ ଅଟେ। କେବଳ ଆମର ଖ୍ରୀଷ୍ଟିଆନ ସମାଜ ନୁହନ୍ତି, ଅନ୍ୟାନ୍ୟ ସମ୍ପ୍ରଦାୟର ଲୋକମାନେ ମଧ୍ୟ ସେମାନେ ବହୁତ ଦୁଃଖ ପ୍ରକାଶ କରୁଛନ୍ତି। ଏପରିକି ଆମର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି ଯେ ଜଣେ ମହାନ ବ୍ୟକ୍ତିଙ୍କର ନିଧନ ହୋଇଗଲା। ତେବେ ପ୍ରିୟ ବନ୍ଧୁଗଣ, ପୋପ୍ ଫ୍ରାନ୍ସିସ୍ 30 ଏପ୍ରିଲ 2025 ସକାଳ 7ଟାରେ ତାଙ୍କର ମୃତ୍ୟୁ ହେଲା। ଆଉ ଯଦି ଆମେ ତାଙ୍କ ବିଷୟରେ ଦେଖିବା, ତାଙ୍କର ଜନ୍ମ ହୋଇଥିଲା 1936 ମସିହାରେ, ଆଉ 2013 ମସିହାରେ ସେ ପୋପ୍ ହୋଇଥିଲେ, ମାନେ ପୋପ୍ର ସିଂହାସନରେ ସେ ବସିଥିଲେ, ଯେଉଁଟାକି ଦୁନିଆର ସବୁଠାରୁ ବଡ଼ ପଦବୀ, ଯେଉଁଟା ମୁଁ ଆପଣଙ୍କୁ କହିଲି। ଆଉ ସେ କାହିଁକି ମଲେ, ତାଙ୍କର ମୃତ୍ୟୁର କାରଣ କ'ଣ? ତାଙ୍କର ମୃତ୍ୟୁର କାରଣ ହେଉଛି ସେ ଅନେକ ପ୍ରକାର ରୋଗରେ ପୀଡ଼ିତ ଥିଲେ। ହଁ ପ୍ରିୟ ବନ୍ଧୁଗଣ, ଅନେକ ପ୍ରକାର ରୋଗ, ତାଙ୍କର କିଡ଼ନୀ ସମସ୍ୟା ଥିଲା, ତାଙ୍କର ଫୁସ୍ଫୁସ୍ରେ ମଧ୍ୟ ସମସ୍ୟା ଥିଲା, ଆଉ ଯେଉଁଥି କାରଣରୁ ତାଙ୍କୁ ହସ୍ପିଟାଲରେ ଆଡ଼ମିଟ୍ କରାହୋଇଥିଲା। କିଛି ଦିନ ପୂର୍ବରୁ ମୁଁ ଭିଡ଼ିଓ ମଧ୍ୟ ତିଆରି କରିଥିଲି, ଆପଣ ପାଇପାରିବେ ଚ୍ୟାନେଲରେ। ଆଉ ତାଙ୍କୁ ଏହିସବୁ ଶାରୀରିକ ଅସୁସ୍ଥତା ପାଇଁ ତାଙ୍କୁ ହସ୍ପିଟାଲରେ ଆଡ଼ମିଟ୍ କରାହୋଇଥିଲା। ଆଉ ମାର୍ଚ୍ଚ ମାସରେ ତାଙ୍କୁ ହସ୍ପିଟାଲରୁ ଛୁଟି ମିଳିଥିଲା, ମାନେ ସେ ବାହାରି ଆସିଥିଲେ ମାର୍ଚ୍ଚ ମାସରେ। ଆଉ ସେ ସମ୍ପୂର୍ଣ୍ଣ ସେ ଠିକ୍ଠାକ୍ ଥିଲେ, ଯାହା ବି ହେଉ ସେ ଠିକ୍ଠାକ୍ ଥିଲେ। ଆଉ ସେ ଗୁଡ୍ ଫ୍ରାଇଡ଼େ ଆଉ ପୁନରୁତ୍ଥାନ ଦିବସ ମଧ୍ୟ ସେ ପାଳନ କରିଥିଲେ। ଆଉ ନରେନ୍ଦ୍ର ମୋଦି ମଧ୍ୟ ଆମର ପ୍ରଧାନମନ୍ତ୍ରୀ, ଆଉ ସେ ମଧ୍ୟ ମାନେ ଶୁଭେଚ୍ଛା ପ୍ରଦାନ କରିଥିଲେ ପୋପ୍ ଫ୍ରାନ୍ସିସ୍କୁ ମେଡ଼ିକାଲରୁ ଆସିଲା ପରେ। ତାପରେ ପରେ ଆମେ ଦେଖୁ ଯେ ସେ ଭଲ ଥିଲେ, ଠିକ୍ ତା ଗୋଟେ ଦିନ ପୂର୍ବରୁ ସେ ତ ସମ୍ପୂର୍ଣ୍ଣ ଭାବରେ ଭଲ ଥିଲେ, କିନ୍ତୁ ତାପରେ ଆମେ ଦେଖିବାକୁ ପାଉଛୁ ଯେ କିପରି ଭାବରେ ସୋମବାର ଦିନ ସକାଳ 7:30ରେ ତାଙ୍କର ମୃତ୍ୟୁ ହୋଇଥିଲା। ଆଉ ସେ ତାରିଖ ଥିଲା ଏପ୍ରିଲ 30 ତାରିଖ 2025 ମସିହା, ମାନେ ଏଇ ବର୍ଷ
ଏପ୍ରିଲ 30 ତାରିଖ 2025 ମସିହାରେ ତାଙ୍କର ମୃତ୍ୟୁ ହୋଇଥିଲା। ଆଉ ତାଙ୍କର ମୃତ୍ୟୁ ପୂର୍ବରୁ ସେ ଆମେରିକାର ଉପରାଷ୍ଟ୍ରପତି ଭାଇସ୍ ପ୍ରେସିଡେଣ୍ଟ ତାଙ୍କୁ ସାକ୍ଷାତ ମଧ୍ୟ କରିଥିଲେ, ତାଙ୍କୁ ଦେଖା କରିଥିଲେ। ଆଉ 4 ବର୍ଷ ପୂର୍ବରୁ ନରେନ୍ଦ୍ର ମୋଦି ଆମମାନଙ୍କର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ମଧ୍ୟ ସାକ୍ଷାତ କରିଥିଲେ। ଆଉ ଆମର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଉ ତାଙ୍କୁ ନିମନ୍ତ୍ରଣ କରିଥିଲେ, କାହାକୁ? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୋପ୍ ଫ୍ରାନ୍ସିସ୍ ତାଙ୍କୁ ସେ ନିମନ୍ତ୍ରଣ କରିଥିଲେ ଯେ ଆପଣ ଥରେ ଆମର ଇଣ୍ଡିଆକୁ ଆପଣ ଆସନ୍ତୁ, ଆମ ଭାରତକୁ ଆସନ୍ତୁ। ଯଦି ପ୍ରିୟ ବନ୍ଧୁଗଣ, ଯଦି ପୋପ୍ ଆମର ଭାରତକୁ ଆସିଥାନ୍ତେ ତେବେ ଆମ ଭାରତର ମାନଚିତ୍ର ହିଁ ବହୁତ କିଛି ବଦଳି ଯାଇଥାନ୍ତା। ଆଉ ନରେନ୍ଦ୍ର ମୋଦି ସେ ମଧ୍ୟ ଜାଣିଥିଲେ ଯେ କିଛି ପରିବର୍ତ୍ତନ ହେବ ଆମ ଭାରତ ଦେଶର ଯଦି ପୋପ୍ ଫ୍ରାନ୍ସିସ୍ ଆମର ଭାରତ ଦେଶକୁ ଆସିବେ। ସେଥିପାଇଁ ସେ ନିମନ୍ତ୍ରଣ କରିଥିଲେ। ତେବେ ସେ ଯାହା ବି ହେଉ, ଏହା ପରମେଶ୍ୱରଙ୍କ ଇଚ୍ଛା ନଥିଲା ବୋଧେ ସେ ଭାରତକୁ ଆସନ୍ତୁ ବୋଲି। କିନ୍ତୁ ଭାରତକୁ ଆସିବା ପୂର୍ବରୁ 30 ଏପ୍ରିଲ 2025 ମସିହା ସକାଳ 7ଟାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ତେବେ ପ୍ରିୟ ବନ୍ଧୁଗଣ, ହୁଏତ ଆପଣ ଭାବୁଥିବେ ଯେ ମୁଁ ଏ ମୃତ୍ୟୁ ବିଷୟରେ କାହିଁକି ଟପିକ୍ ନେଇଛି। ଆଜିର ଭିଡ଼ିଓ ମାଧ୍ୟମରେ ଆପଣ ଜମାରୁ ବ୍ୟସ୍ତ ହେବେନି, ମାତ୍ର ଅଳ୍ପ ସମୟ, ବହୁତ ଅଳ୍ପ ସମୟ ମୋ ବାକ୍ୟର ଗୋଟେ ଅଂଶ ମୁଁ ଶୁଣେଇବି ଆପଣଙ୍କୁ। ମୃତ୍ୟୁ ବିଷୟରେ କ'ଣ ଲେଖା ଅଛି? ମୃତ୍ୟୁ ବିଷୟରେ ବାକ୍ୟରେ ଲେଖା ଅଛି ଯେ ତାହାଙ୍କର ଦାସମାନଙ୍କ ନିମନ୍ତେ ମୃତ୍ୟୁ ହେଉଛି ଲାଭଜନକ। ଆଉ ପାଉଲ ମଧ୍ୟ କହନ୍ତି ମୋ ନିମନ୍ତେ ମୃତ୍ୟୁ ହେଉଛି ଲାଭଜନକ। ତେବେ ପ୍ରିୟ ବନ୍ଧୁଗଣ, ଆଉ ଗୋଟେ ବିଷୟ ମଧ୍ୟ, ଯଦି ଆମେ ଦୁନିଆରେ ଦେଖିବା, ଆଜିକାଲି ତ କିଏ 70 ବର୍ଷ, କିଏ ହାଏଷ୍ଟ 80-90 ବର୍ଷ ପର୍ଯ୍ୟନ୍ତ ସେ ଜୀବିତ ରହୁଛି। ତାପରେ ତାକୁ ଏ ଦୁନିଆ ଛାଡ଼ିବାକୁ ପଡ଼ୁଛି। ଏଇ ଅଳ୍ପ ସମୟର ଦୁନିଆ ଭିତରେ, ଏ ଅଳ୍ପ ସମୟର ଏଇ ଯେଉଁ ଦୁନିଆ, ତା ଭିତରେ ମଧ୍ୟ ମଣିଷର ହୃଦୟରେ ଏମିତି ଗର୍ବ ଭରି ରହିଛି, ନିଜର ଧନ, ନିଜର ବଳ, ନିଜର ସମ୍ପତ୍ତିକୁ ନେଇକି ଏମିତି ଅନ୍ଧ ହୋଇଯାଇଛି ମଣିଷ, ଗର୍ବର ଏମିତି ଅନ୍ଧ ହୋଇଯାଇଛି। ଆଉ ସେ ଭାବୁଛି ଯେ ମୋର କେହି କିଛି କରିପାରିବେ ନାହିଁ। କିନ୍ତୁ ସେ ଭୁଲି ଯାଉଛି ଯେ 70 ବର୍ଷ ପରେ କିମ୍ବା 80 ବର୍ଷ ପରେ ଆଉ ତା ଦେହରେ ଆଉ ବଳ ରହିବ ନାହିଁ, ତାର ଧନ ସମ୍ପତ୍ତି, ଟଙ୍କା ପଇସା ତାର କୌଣସି କାମରେ ଆସିବ ନାହିଁ। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ସମସ୍ତଙ୍କୁ ପ୍ରଭୁ ଯୀଶୁଙ୍କ ନାମରେ ମୋର ଆନ୍ତରିକ ନମସ୍କାର। ଆଉ ପୋପ୍ ଫ୍ରାନ୍ସିସ୍ଙ୍କ ମୃତ୍ୟୁକୁ ନେଇକି ଆପଣଙ୍କର ଚିନ୍ତାଧାରା କ'ଣ? କମେଣ୍ଟ କରିକି ନିଶ୍ଚୟ ଜଣାଇବେ। ଆଉ ଆଜି ମୁଁ ଏଇଠାରେ ବିଦାୟ ନେଉଅଛି। ପୁଣି ପ୍ରିୟ ବନ୍ଧୁଗଣ, ଦେଖା ହେବ ଆପଣଙ୍କ ସହିତ ଆଉ ଗୋଟେ ଭିଡ଼ିଓରେ, ଆଉ ଗୋଟେ ଅଧ୍ୟାୟରେ। ସମସ୍ତଙ୍କୁ ପ୍ରଭୁ ଯୀଶୁଙ୍କ ନାମରେ ଆନ୍ତରିକ ନମସ୍କାର।